ଅପାଦ ଗମନ ଧ୍ୱନି ରକ୍ଷପତି ଧ୍ୱନି ତେଣୁ ତା ନାମ ପ୍ରଦତ୍ତ ସର୍ବେ ଭୀତି ଘେନି ନାକେ ଶରୀର ଯୁକ୍ତ ଦର୍ପେ ଦର୍ପ ବଳ ବେଳୁ ବେଳ ସେ ଅତ୍ୟନ୍ତ। ଆରେ ପୁଷ୍ପକ ବିମାନ ଯେତେବେଳେ ଆଜ୍ଞା ଲାଭ କଲା କୁବେରଙ୍କ ଠାରୁ ପ୍ରାପ୍ତ ହେଇଗଲା ଯେତେବେଳେ ପୁଷ୍ପକ ବିମାନକୁ ଅଧିକାର କରିନେଲା ଚାରିଆଡ଼େ ସେ ଉଡ଼ିଲା ଯୁଆଡ଼େ ତାର ଇଚ୍ଛା ହେଲା ଆଜ୍ଞା ଚାରିଆଡ଼େ ବୁଲିଲା ଏବଂ ଅପାଦ ଗମନ ଶୂନ୍ୟରେ ଉଡ଼ିଲା। ସେ ତ ମନଯାନ ଭଳି ନା ଆଜ୍ଞା ଯୁଆଡ଼େ ଇଚ୍ଛା କଲେ ସିଆଡ଼େ ଯାଇପାରିବ ପୁଷ୍ପକ ବିମାନ। ଏଣୁ ଅପାଦ ଗମନ କବି କହିଛନ୍ତି ଶୂନ୍ୟ ଗମନ ଶୂନ୍ୟ ମାର୍ଗରେ ଗମନ କଲା ଏବଂ ଧ୍ୱନି ରକ୍ଷପତି ଧ୍ୱନି ଏଇ ତ ପୁଷ୍ପକ ବିମାନର ଗମନ ଧ୍ୱନି ଯିବା ଶୂନ୍ୟ ମାର୍ଗରେ ଉଡ଼ୁଥିବା ବେଳେ ତାର ମଧ୍ୟ ଧ୍ୱନି ଜାତ ହେଉଥିଲା ଏବଂ ରାକ୍ଷସମାନଙ୍କର